ମଣିଷର ଚରିତ୍ର ଜାଣିବା ପ୍ରକୃତରେ ବହୁତ କଷ୍ଟ। କୌଣସି ବାହ୍ୟ ଆବରଣ ଦେଖି ମନ ଭିତରେ କ'ଣ ଅଛି ସେ କଥା ସହଜରେ ଜାଣି ହୁଏ ନାହିଁ। ଅନେକ ସମୟରେ ଆମ ମନରେ ପ୍ରଶ୍ନ ଉଠେ ଯେ କୌଣସି ବ୍ୟକ୍ତି ଯଦି ଈଶ୍ୱରଙ୍କ ସହିତ ଜଡ଼ିତ, ଈଶ୍ୱରଙ୍କ ବିଷୟରେ କଥା କହୁଛି, ସେଭଳି ଆଚରଣ କରୁଛି, ତାହାହେଲେ ସେ ଧାର୍ମିକ ନା ଆଧ୍ୟାତ୍ମିକ କେମିତି ଜାଣିବା? ଆସନ୍ତୁ ଆଜି ଆପଣମାନଙ୍କୁ କହିବି। ଯେଉଁ ବ୍ୟକ୍ତି ବାହାରେ ଦୀପ ଜାଳିଥାଏ ସେ ହେଉଛି ଧାର୍ମିକ, ଆଉ ଯେଉଁ ବ୍ୟକ୍ତି ଭିତରେ ଦୀପ ଜାଳିଥାଏ ସେ ହେଉଛି ଆଧ୍ୟାତ୍ମିକ। ଯେଉଁ ବ୍ୟକ୍ତି ବାହାରେ ଈଶ୍ୱରଙ୍କୁ ଦେଖେ, ସମଗ୍ର ସୃଷ୍ଟିରେ ଜଡ଼ ଜୀବ ସବୁଠାରେ ଈଶ୍ୱରଙ୍କ ଉପସ୍ଥିତିକୁ ଅନୁଭବ କରିଥାଏ, ସେ ବାହାରେ ଦୀପ ଜାଳିଥାଏ, ଅର୍ଥାତ୍ ବାହାରେ ପୂଜା ଅର୍ଚ୍ଚନା କରିଥାଏ, ସେ ବ୍ୟକ୍ତି ହେଉଛି ଧାର୍ମିକ। ଏବଂ ଯେଉଁ ବ୍ୟକ୍ତି ଭିତରେ ଅର୍ଥାତ୍ ଅନ୍ତରାତ୍ମାରେ ଦୀପ ଜାଳିଥାଏ ସେ ହେଉଛି ଆଧ୍ୟାତ୍ମିକ ବ୍ୟକ୍ତି। ବନ୍ଧୁଗଣ, ସମସ୍ତଙ୍କର ଆତ୍ମା ହେଉଛି ଏକ ମଶାଣୀ ବା ଶ୍ମଶାନ, ଯେଉଁଠାରେ ମହାକାଳ ସଦାଶିବଙ୍କର ଏବଂ ମହାକାଳୀଙ୍କର ବାସ। ତେଣୁ ଆତ୍ମା ପ୍ରଦୀପ ସବୁବେଳେ ଜଳୁଥାଏ। ଯଦି କୌଣସି ବ୍ୟକ୍ତି ଏହି ଆତ୍ମା ସହିତ ଜଡ଼ିତ ରହେ, ଆତ୍ମା ଦ୍ୱାରା ପରମାତ୍ମାଙ୍କ ନିକଟକୁ ଯିବା ପାଇଁ ଚେଷ୍ଟା କରିଥାଏ, ତେବେ ଆମେ ଜାଣିବା ସେ ଆଧ୍ୟାତ୍ମିକ ରାସ୍ତାରେ ଅଛି, ଆଧ୍ୟାତ୍ମିକ ପଥରେ ପଦଚାରଣ କରୁଛି। କୌଣସି ବ୍ୟକ୍ତି ଧାର୍ମିକ ହେଉ ବା ଆଧ୍ୟାତ୍ମିକ ହେଉ, ସବୁବେଳେ ଧର୍ମ ସହିତ ଜଡ଼ିତ, ଧର୍ମପରାୟଣ ହୋଇଥାଏ, ଧର୍ମକୁ ନିଜର ଆଧାର ବୋଲି ମନେ କରିଥାଏ, ସେହି ଅନୁସାରେ କର୍ତ୍ତବ୍ୟ କରୁଥାଏ, ସେହି ଅନୁସାରେ ଚିନ୍ତନ କରୁଥାଏ। ତେବେ ଏହି ଧର୍ମର ପ୍ରକୃତ ଅର୍ଥ କ'ଣ? କ'ଣ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଏଗୁଡ଼ିକୁ ସବୁ ଧର୍ମ କୁହାଯାଏ? ନା ଧର୍ମର ଅର୍ଥ ଆଉ କିଛି ଅଲଗା? ଧର୍ମ ରକ୍ଷତି ରକ୍ଷିତଃ, ଅର୍ଥାତ୍ ଯିଏ ଧର୍ମର ରକ୍ଷା କରେ, ଧର୍ମ ତାକୁ ରକ୍ଷା କରିଥାଏ। ଜଳର ଧର୍ମ ହେଉଛି ଉଚ୍ଚ ସ୍ଥାନରୁ ନିଚ୍ଚ ସ୍ଥାନକୁ ପ୍ରବାହିତ ହେବା, ସମତା ରକ୍ଷା କରିବା ଏବଂ ଯେଉଁ ପାତ୍ରରେ ରହିବା ସେହି ପାତ୍ରର ଆକାର ଆକୃତି ଧାରଣ କରିବା। ବାୟୁର ଧର୍ମ ହେଉଛି ପ୍ରବାହିତ ହେବା ଏବଂ ଯେଉଁ ଜାଗା ଦେଇ ଯିବା ସେହି ଜାଗାର ବାସ୍ନାକୁ ନିଜ ଭିତରେ ବୋହି ନେବା। ତେବେ ମନୁଷ୍ୟ କ୍ଷେତ୍ରରେ କ'ଣ ଧର୍ମ ଆଉ କିଛି ଅଲଗା? ଧର୍ମ ହେଉଛି ଗୁଣ, ଅନ୍ତର୍ନିହିତ ପ୍ରବୃତ୍ତି, ପ୍ରକୃତି। ତେଣୁ ମଣିଷର ପ୍ରକୃତି ହେଉଛି, ମାନବ ଧର୍ମ ହେଉଛି ଚାରିଟି: କର୍ମ, କ୍ରିୟା, ଭକ୍ତି ଏବଂ ଜ୍ଞାନ। ପ୍ରତ୍ୟେକ ମଣିଷ ଭିତରେ ଯେଉଁ ଗୁଣଗୁଡ଼ିକ ରହିଛି, କିଛି ପୁଣ୍ୟଗୁଣ, କିଛି ପାପଗୁଣ, ଏସବୁ ହେଉଛି ମଣିଷର ଧର୍ମ। ଧର୍ମ ଯେତେବେଳେ ପୁଣ୍ୟ ଗୁଣଗୁଡ଼ିକୁ ନିଜର ଆଧାର କରିଥାଏ, ସେତେବେଳେ ଆମେ ତାକୁ ପୁଣ୍ୟାତ୍ମା କହିଥାଉ ଏବଂ ଯେତେବେଳେ ପାପର ବଶବର୍ତ୍ତୀ ହୁଏ ଆମେ ତାକୁ ଅଧର୍ମୀ କହିଥାଉ। ସେହି ବ୍ୟକ୍ତି ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଧର୍ମକର୍ମ ଏବଂ କିଛି ନା କିଛି ଅଧର୍ମ କର୍ମ କରିବାକୁ ବାଧ୍ୟ ହୋଇଥାଏ। ତେବେ କେଉଁଟିକୁ ସେ ଚୟନ କରିବ, ତାହାର ପ୍ରକୃତି ବା ତାହାର ମାନସିକ ଅବସ୍ଥା ଉପରେ ନିର୍ଭର କରିଥାଏ। ପ୍ରତ୍ୟେକ ବ୍ୟକ୍ତି ଶ୍ୱାସକ୍ରିୟା କରନ୍ତି, ଏହା ମଣିଷର ଧର୍ମ। ମଣିଷର ଧର୍ମ ହେଉଛି ଉଚିତ ଜ୍ଞାନ ଅର୍ଜନ କରିବା ଏବଂ ଜ୍ଞାନକୁ ସତ୍ମାର୍ଗରେ ବ୍ୟବହାର କରିବା। ମଣିଷର ଧର୍ମ ହେଉଛି କିଛି କର୍ମ କରିବା, କୌଣସି ପ୍ରକ୍ରିୟାକୁ ନିଜର ଜୀବିକା ଭାବରେ ଗ୍ରହଣ କରିବା। ଦୟା, କ୍ଷମା, ଅହିଂସା ଆଚରଣ କରିବା, କରୁଣା, ପ୍ରେମ, ସହାନୁଭୂତି, ଆତ୍ମୀୟତା, ଏସବୁ ଗୁଡ଼ିକ ହେଉଛି ମଣିଷର ଧର୍ମ। ଆମେ ସମସ୍ତେ ମାନବ ଧର୍ମକୁ ଭୁଲିଯାଇ ବିଭିନ୍ନ ଉପାୟରେ ଧର୍ମର ପରିଭାଷାକୁ କଳୁଷିତ କରିସାରିଛେ। କେବଳ ଯେ ପୂଜାପାଠ, ଈଶ୍ୱରଙ୍କ ସେବା ଇତ୍ୟାଦି କରିଦେଲେ ଯେ ଜଣେ ବ୍ୟକ୍ତି ଧାର୍ମିକ ହୋଇଯିବ, ତାହାର କିଛି ମାନେ ନାହିଁ। କହିଲି ଯେ ଧର୍ମର ଅର୍ଥ ହେଉଛି ମଣିଷର ପ୍ରବୃତ୍ତି, ମଣିଷର ଗୁଣ। ଯଦି ସୁଗୁଣଗୁଡ଼ିକୁ କର୍ତ୍ତବ୍ୟରେ ପରିଣତ କରାଯାଏ, ତାହାହେଲେ ସେ ବ୍ୟକ୍ତି ହିଁ ଧାର୍ମିକ। ଯେଉଁ ବ୍ୟକ୍ତି କହୁଛି ହରି ବୋଲ, ଅର୍ଥାତ୍ ଅନ୍ୟମାନଙ୍କୁ ସେ ହରି ବୋଲିବାକୁ ନିର୍ଦ୍ଦେଶ ଦେଉଛି, ସେ ବ୍ୟକ୍ତି ଧାର୍ମିକ ହୋଇପାରେ। କିନ୍ତୁ ଯିଏ ନିଜେ ସ୍ୱୟଂ ହରି ଶବ୍ଦ ବାରମ୍ବାର ଉଚ୍ଚାରଣ କରୁଛି, ମନନ କରୁଛି, ସ୍ମରଣ କରୁଛି, ସେ ଆଧ୍ୟାତ୍ମିକ ରାସ୍ତାର ପଥିକ। ଯେଉଁ ବ୍ୟକ୍ତି ପୂଜା ପାଠ ଇତ୍ୟାଦି ଜାଣିନାହିଁ, କୌଣସି ମନ୍ତ୍ର ମନେ ରଖିପାରୁନାହିଁ, ବିଧି ବିଧାନ ଏସବୁ ବିଷୟରେ ଅଜ୍ଞ, ଯଦି ସେ କେବଳ ଈଶ୍ୱରଙ୍କୁ କରପତ୍ର, ଭକ୍ତିପୁଷ୍ପ, ଅଶ୍ରୁଜଳ ଏବଂ କର୍ମଫଳ ପ୍ରଦାନ କରି ସମର୍ପିତ କରିଦିଏ ନିଜକୁ, ତାହାହେଲେ ଆମେ ତାକୁ ଧାର୍ମିକ ଗଣିପାରିବା।
ଯଦି ତାର ଜୀବନରେ ସବୁ କର୍ତ୍ତବ୍ୟ ନିଷ୍ଠାର ସହିତ ସମ୍ପାଦନ କରେ, ନିଷ୍କାମ କର୍ମ କରିଥାଏ ଏବଂ ଉଦାରପୂର୍ଣ୍ଣ ବ୍ୟବହାର କରିଥାଏ, ବିନୟୀ ହୋଇଥାଏ, ତା ଛଡ଼ା ଯଦି ତା ମନରେ କୌଣସି ପ୍ରକାର ଅହଙ୍କାର ନଥାଏ, ଯାହାକୁ ଯେଇଭଳି ବ୍ୟବହାର କରିବା କଥା, ଯେଉଁ କର୍ମ ଯେଉଁଭଳି କରିବା କଥା ସେଭଳି କରିଥାଏ, ଆମେ ତାକୁ ଧାର୍ମିକ ନିଶ୍ଚିନ୍ତ ଭାବରେ ଆଖ୍ୟା ଦେଇପାରିବା। ଏହି ବିଷୟରେ ଗୋଟିଏ ସୁନ୍ଦର ଗଳ୍ପ କହୁଛି, ମନ ଦେଇ ଶୁଣନ୍ତୁ। ଜଣେ ଗୁରୁଙ୍କ ଆଶ୍ରମରେ ଅନେକ ଗୁଡ଼ିଏ ଶିଷ୍ୟ ବିଦ୍ୟାଭ୍ୟାସ କରୁଥିଲେ। ସେମାନଙ୍କ ଭିତରେ 3 ଜଣ ଥିଲେ ପରସ୍ପରର ବହୁତ ଭଲ ସାଙ୍ଗ। ପ୍ରଥମ ଶିଷ୍ୟ ଜଣକ ଜଣେ ଧାର୍ମିକ ଶିଷ୍ୟ ଥିଲା। ପ୍ରତ୍ୟେକ ଦିନ ଆଶ୍ରମର ଆବଶ୍ୟକ କାର୍ଯ୍ୟ କରିବା, ଗୁରୁଙ୍କୁ ମାନିବା, ଗୁରୁଙ୍କର ସମସ୍ତ ଆଜ୍ଞା ପାଳନ କରିବା ତାର ମୁଖ୍ୟ କର୍ତ୍ତବ୍ୟ ଥିଲା। ସମସ୍ତଙ୍କ ପ୍ରତି ସମଭାବାପନ୍ନ, ସମସ୍ତଙ୍କ ପ୍ରତି ଉଦାରପୂର୍ଣ୍ଣ ବ୍ୟବହାର କରିବା ତାର ପ୍ରକୃତି ଥିଲା। ସେ କୌଣସି ମନ୍ତ୍ର, ବିଧିବିଧାନ, ପୂଜା ଏସବୁ ଅଧିକ ଜାଣିନଥିଲା, କିନ୍ତୁ ସବୁବେଳେ ସେ ଈଶ୍ୱରଙ୍କ ପ୍ରତି କୃତଜ୍ଞ ରହୁଥାଏ ଏବଂ ସମସ୍ତଙ୍କ ପ୍ରତି ଭଲ ଆଚରଣ କରୁଥାଏ। ଅପରପକ୍ଷରେ ଦ୍ୱିତୀୟ ଶିଷ୍ୟ ଜଣକ ଭାରି ଲୋଭୀ ପ୍ରକୃତିର ଥିଲା। ଈଶ୍ୱରଙ୍କୁ ସବୁବେଳେ ପ୍ରାର୍ଥନା କରେ କୌଣସି ନା କୌଣସି ମନ୍ତ୍ର ଦ୍ୱାରା, ପୂଜାର୍ଚ୍ଚନା ବିଧିବିଧାନ ଦ୍ୱାରା, ଯାଦ୍ୱାରା ତାକୁ ସିଦ୍ଧି ମିଳିପାରିବ। ତୃତୀୟ ଶିଷ୍ୟଟି ଆଧ୍ୟାତ୍ମିକ ରାସ୍ତାରେ ଯାଉଥିଲା, ଅର୍ଥାତ୍ ସେ ଜଣେ ସାଧକ ହେବା ପାଇଁ ଚେଷ୍ଟା କରୁଥିଲା। ନିଜର ଆତ୍ମାକୁ ପରମାତ୍ମାଙ୍କ ଠାରେ ଲୀନ କରିବା ପାଇଁ ସବୁବେଳେ କୌଣସି ନା କୌଣସି ଯୋଗ ଧ୍ୟାନ କ୍ରିୟାରେ ରତ ଥାଏ। ବନ୍ଧୁଗଣ, ଏହି 3 ଜଣ ଯାକ ଶିଷ୍ୟ ଯେତେବେଳେ ଆଶ୍ରମରେ ନିଜର ବିଦ୍ୟା ଶିକ୍ଷା ସାରିଲେ, ବହୁତ ବର୍ଷ ପରେ ତାଙ୍କର ଗୋଟିଏ ଜାଗାରେ ଭେଟ ହୋଇଥିଲା। ଏତେ ବର୍ଷ ପରେ ଭେଟ ହୋଇଥିବାରୁ ସେମାନେ 3 ଜଣ ଯାକ ବହୁତ ଖୁସିରେ ଥିଲେ ଏବଂ ସେମାନେ କୌଣସି ଜାଗାକୁ ଭ୍ରମଣ କରିବା ପାଇଁ ନିଶ୍ଚୟ କଲେ। ନଦୀ ପାରି ହୋଇ ଗୋଟିଏ ଜାଗାକୁ ବୁଲିବାକୁ ଗଲେ। ପାରି ହେବା ସମୟରେ ନାଉରିଟିଏ ଥିଲା, କିନ୍ତୁ ଯେତେବେଳେ ସେମାନେ ଫେରିବା ପାଇଁ ପ୍ରସ୍ତୁତ ହେଲେ, ସନ୍ଧ୍ୟା ହୋଇଯାଇଥିଲା, କିନ୍ତୁ ତାଙ୍କୁ କୌଣସି ନାଉରି ବା ନାଆ ମିଳିଲା ନାହିଁ। ତେଣୁ 3 ଜଣ ଯାକ କ'ଣ କରିବେ କିଛି ଜାଣିପାରିଲେ ନାହିଁ। ପ୍ରଥମ ସାଙ୍ଗ ଜଣକ, ଯେ କି ଧାର୍ମିକ ଥିଲା, ଅର୍ଥାତ୍ ଧର୍ମକୁ ସବୁବେଳେ ଆଶ୍ରା କରି ରହିଥାଏ, ସେ ମନେ ମନେ ଚିନ୍ତା କଲା ଯେ ଈଶ୍ୱର ତାକୁ 2 ଜଣ ଭଲ ସାଙ୍ଗ ଦେଇଛନ୍ତି। ସେମାନେ ନିଶ୍ଚିନ୍ତ ଭାବରେ ତାର ସାହାଯ୍ୟ କରୁଛନ୍ତି। ତେଣୁ କୌଣସି ନା କୌଣସି ଉପାୟରେ ସେମାନେ ନଦୀ ନିଶ୍ଚିନ୍ତ ପାରି ହେବେ। ଈଶ୍ୱରଙ୍କ ଉପରେ ତାର ଥିଲା ଅତ୍ୟନ୍ତ ଭରସା। ଦ୍ୱିତୀୟ ସାଙ୍ଗ ଜଣକ କହିଲା, ମୁଁ ଅନେକ ସିଦ୍ଧି ଲାଭ କରିଛି। ସେଥିମଧ୍ୟରୁ ଯଦି ମୋତେ କୌଣସି ଜିନିଷ ମିଳିଯାଏ, କୌଣସି ଆସନ ବା କୌଣସି ବଡ଼ ପତ୍ର, ତାହା ସାହାଯ୍ୟରେ ମୁଁ ନଦୀରେ ପକାଇ ଆମେ 3 ଜଣ ଯାକ ପାରି ହେଇପାରିବା, ସେଭଳି ମନ୍ତ୍ର ମୁଁ ଜାଣିଛି। କିନ୍ତୁ ସେମିତି କୌଣସି ଜିନିଷ ଆଖପାଖରେ ନଥାଏ, ତେଣୁ ସେ ମଧ୍ୟ ଟିକେ ଚିନ୍ତିତ ଥାଏ। ତୃତୀୟ ସାଙ୍ଗ ଜଣକ କହିଲା, ମୁଁ ଆଧ୍ୟାତ୍ମିକ ଦିଗରେ ଅନେକ ସାଧନା କରିଛି, ଯାହାଦ୍ୱାରା ମୁଁ ନିଜ ଶରୀରକୁ ଊର୍ଦ୍ଧ୍ୱଗାମୀ କରାଇପାରି ବାୟୁରେ ଉଡ଼ିପାରିବି ଏବଂ ନଦୀ ପାରି ହେଇପାରିବି। କିନ୍ତୁ ଏହିଭଳି ପ୍ରୟୋଗ କେବଳ ମୁଁ ମୋ ନିଜଠାରେ ପ୍ରୟୋଗ କରିପାରିବି। ତେଣୁ ତୁମ 2 ଜଣଙ୍କୁ ନଦୀ ପାର କରାଇବା ମୋ ପକ୍ଷରେ ସମ୍ଭବ ନୁହେଁ। ଏମିତି ଅନେକ ସମୟ ସେମାନେ ଭାବନାରେ ବୁଡ଼ି ରହିଲେ, ଈଶ୍ୱରଙ୍କୁ ପ୍ରାର୍ଥନା କଲେ। ଶେଷରେ ଈଶ୍ୱର ତାଙ୍କୁ ସାହାଯ୍ୟ କଲେ। ନାଉରିଟିଏ ଡଙ୍ଗାଟିଏ ଆଣି କୂଳରେ ଲଗାଇଲା ଏବଂ 3 ଜଣଙ୍କୁ ନଦୀ ପାର କରାଇଦେଲା। ବନ୍ଧୁଗଣ, ସେମାନେ ଯେଉଁ ନଦୀ ପାରି ହେଲେ, ସେଇଟା କୋଉ ନଦୀ କହିପାରିବେ? ସେଇଟା ହେଉଛି ସଂସାର ରୂପକ ନଦୀ। ଯେଉଁ ବ୍ୟକ୍ତି ଧାର୍ମିକ ଥାଏ, କେବଳ ତାର ଧର୍ମ ବଳରେ, ଯେଉଁ ବ୍ୟକ୍ତି ପୂଜାପାଠ କରୁଥାଏ ତାର ମନ୍ତ୍ରତନ୍ତ୍ର ବଳରେ, କିମ୍ବା ଯେଉଁ ବ୍ୟକ୍ତି ଆଧ୍ୟାତ୍ମିକ ଉପାସନା କରୁଥାଏ ତାର ଆଧ୍ୟାତ୍ମିକ ଶକ୍ତି ବଳରେ, କୌଣସି ଗୋଟିଏ ଶକ୍ତି ଦ୍ୱାରା କେବେ ବି ଆମେ ଈଶ୍ୱରଙ୍କୁ ପାଇପାରିବା ନାହିଁ। ଯେତେବେଳେ 3 ଜଣ ଯାକ ମିଶିକି ଈଶ୍ୱରଙ୍କୁ ପ୍ରାର୍ଥନା କଲେ, ତେବେ ଈଶ୍ୱରଙ୍କର ସାହାଯ୍ୟ ସେତିକି ବେଳେ ମିଳିଲା। କେଉଁ ରୂପରେ? ଯେଉଁ ରୂପରେ ନଦୀ ପାରି ହେବା ପାଇଁ ଜଣେ ନାଉରୀ ଡଙ୍ଗା ଆଣିକି ଆସିଥିଲା, ଅର୍ଥାତ୍ ସାଧାରଣ କର୍ତ୍ତବ୍ୟ ରୂପରେ। ତେଣୁ ଯେ ଯେତେ ଜ୍ଞାନୀ ହେଇଥାଉ, ଯେତେ ଧାର୍ମିକ ହେଇଥାଉ, ଯେତେ ଆଧ୍ୟାତ୍ମିକ ହେଇଥାଉ, ତାକୁ ପୃଥିବୀରେ କୌଣସି କାର୍ଯ୍ୟ, ସଂସାରରେ କୌଣସି କାର୍ଯ୍ୟ ତାର ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦ୍ୱାରା ସମ୍ପାଦନ କରିବାକୁ ହୋଇଥାଏ।
ଗଛରେ ଫଳଟିଏ ଫଳିଛି, ଯଦି ଆମେ ତାକୁ ଖାଇବାକୁ ଚାହିଁବା, ତେବେ ଆମକୁ ପରିଶ୍ରମ କରି କୌଣସି ଉପାୟରେ ଆଙ୍କୁଡ଼ା ସାହାଯ୍ୟରେ ହେଉ କିମ୍ବା ଗଛ ଚଢ଼ି ହେଉ ସେ ଫଳଟିକୁ ତୋଳିବାକୁ ପଡ଼ିବ। ତାହା ହେଲେ ଆମେ ତାକୁ ଭକ୍ଷଣ କରିପାରିବା। କିନ୍ତୁ ଯଦି ନିଜର ଧର୍ମପରାୟଣ ପ୍ରକୃତି ଦ୍ୱାରା, ନିଜର ମନ୍ତ୍ରତନ୍ତ୍ର ଦ୍ୱାରା କିମ୍ବା ନିଜର ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ଆମେ ତାକୁ ପାଇବାକୁ ଚେଷ୍ଟା କରିବା, ତାହାହେଲେ ଏହା ସବୁ କ୍ଷେତ୍ରରେ ସମ୍ଭବ ହୋଇନପାରେ। ତେଣୁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାରେ କହିଛନ୍ତି, ନା ମେ ପାର୍ଥାସ୍ତି କର୍ତ୍ତବ୍ୟମ୍ ତ୍ରିଷୁ ଲୋକେଷୁ କିଞ୍ଚନ ନାନବାପ୍ତମବାପ୍ତବ୍ୟମ୍ ବର୍ତ୍ତ ଏବ ଚ କର୍ମଣି। ଅର୍ଥାତ୍ ମୋ ପକ୍ଷରେ କୌଣସି କାର୍ଯ୍ୟ ତିନି ଲୋକରେ ଅସମ୍ଭବ ନୁହେଁ। ନିଜର ଶକ୍ତି ବଳରେ ମୁଁ ସମସ୍ତ କାର୍ଯ୍ୟ କରିପାରିବି, କିନ୍ତୁ ଯେଉଁ ପ୍ରକ୍ରିୟାରେ ଯେଉଁ କାର୍ଯ୍ୟ ହେବା କଥା, ଯେଉଁ ସମୟରେ ଯେଉଁ କର୍ତ୍ତବ୍ୟ କରିବା କଥା, ତାହା ମୁଁ ଗୋଟି ଗୋଟି କରି କରୁଛି। କର୍ତ୍ତବ୍ୟର ରାସ୍ତା ମୁଁ ଯଦି ଆପଣେଇବି ନାହିଁ, ତାହାହେଲେ ଏ ସଂସାର ସବୁବେଳେ ମନ୍ତ୍ରଶକ୍ତି ଉପରେ, ଧର୍ମଶକ୍ତି ଉପରେ ଏବଂ ଆଧ୍ୟାତ୍ମିକ ଶକ୍ତି ଉପରେ ଭରସା କରି ଚାଲିବ। କର୍ମର ଶକ୍ତି, ଜ୍ଞାନର ଶକ୍ତି ଏବଂ ଶ୍ରଦ୍ଧାର ଶକ୍ତି ଭୁଲିଯିବ। ତେଣୁ ବନ୍ଧୁଗଣ, କୌଣସି ବ୍ୟକ୍ତି ଧାର୍ମିକ ବା ଆଧ୍ୟାତ୍ମିକ ଆମେ ଯଦି ଜାଣିବାକୁ ଚାହିଁବା, ତାହାହେଲେ କେବଳ ତାର ବାହ୍ୟ କର୍ତ୍ତବ୍ୟରୁ, ବାହ୍ୟ ଆଚରଣରୁ ଜାଣିପାରିବା ନାହିଁ। ତାର ମନ ଭିତରେ କ'ଣ ଅଛି, କେବଳ ସେ ନିଜେ ଜାଣିଛି ଏବଂ ଭଗବାନ ହିଁ ଜାଣିଛନ୍ତି। ଯେଉଁ ବ୍ୟକ୍ତିମାନେ ବିଜ୍ଞ, ଯେଉଁମାନଙ୍କର ସଂସାରରେ ନିଜ ଜୀବନରେ କିଛି ନା କିଛି ଅନୁଭୂତି ଅଛି, ସେହିମାନେ ହିଁ ଜାଣିପାରିବେ ଯେ କୌଣସି ବ୍ୟକ୍ତି ଧାର୍ମିକ ନା ଆଧ୍ୟାତ୍ମିକ। ସେଥିପାଇଁ ସମସ୍ତଙ୍କ ଭିତରେ ନିଶ୍ଚିନ୍ତ ଭାବରେ ଯେଉଁ ଅନ୍ତରାତ୍ମା ରହିଛି, ସେହି ଅନ୍ତରାତ୍ମା ପ୍ରକୃତିର ଆଭାସରୁ, ପ୍ରକୃତିର ଇଙ୍ଗିତରୁ ଅନ୍ୟ ଗୋଟିଏ ଆତ୍ମାକୁ ଚିହ୍ନି ପାରିବ। ଧାର୍ମିକ ବ୍ୟକ୍ତି ଆଧ୍ୟାତ୍ମିକ ହେବା ସବୁବେଳେ ଆବଶ୍ୟକ ନାହିଁ, କିନ୍ତୁ ଯେଉଁ ବ୍ୟକ୍ତି ଆଧ୍ୟାତ୍ମିକ ରାସ୍ତାରେ ଯାଉଛି, ତାକୁ ସବୁବେଳେ ଧାର୍ମିକ ହେବାକୁ ହିଁ ପଡ଼ିବ।